କେହି କାହାର ଶତ୍ରୁ ବା ମିତ୍ର ନଥାନ୍ତି, କାର୍ଯ୍ୟରୁ ହିଁ ଶତ୍ରୁ ବା ମିତ୍ର ସୃଷ୍ଟି ହୋଇଥାନ୍ତି। ଆପଣ ଏବେ ଚିନ୍ତା କରନ୍ତୁ, ଆପଣଙ୍କର ଶତ୍ରୁ ବା ମିତ୍ର ସଂଖ୍ୟା ବଢ଼ିବା ଆବଶ୍ୟକ। ଯଦି ମିତ୍ର ଚାହୁଁଥାନ୍ତି ତେବେ ସମସ୍ତଙ୍କର ଭଲ ଚିନ୍ତା କରନ୍ତୁ, ସମସ୍ତଙ୍କର ଭଲ କରନ୍ତୁ। ଦେଖିବେ ଆପଣଙ୍କୁ କହିବାକୁ ହେବ ନାହିଁ, ଆପଣ ସଭିଙ୍କର ଭଲ ବନ୍ଧୁଟିଏ ପାଲଟିଯିବେ। କିଏ କାହାର ଶତ୍ରୁ? ମୂର୍ଖ ପୁତ୍ର ସମାଜର ଶତ୍ରୁ, ଅସମର୍ଥ ସ୍ୱାମୀ ପତ୍ନୀର ଶତ୍ରୁ, ଅନାଡ଼ି ବୈଦ୍ୟ ରୋଗୀର ଶତ୍ରୁ, କ୍ଷଣକପି ମୁନିବ ଚାକରର ଶତ୍ରୁ, ଉଦ୍ଧତ ପ୍ରଜା ରାଜାର ଶତ୍ରୁ, କୃପଣ ଧନୀ ଦରିଦ୍ର ଏବଂ ସମାଜର ଶତ୍ରୁ, ଶାସକ ଦୁଷ୍ଟ ଦୁରାଚାର ମାନଙ୍କର ଶତ୍ରୁ, ପତିବ୍ରତା ନାରୀ କୁଳଟା ମାନଙ୍କର ଶତ୍ରୁ, ସୁଜନ ଦୁର୍ଜନ ମାନଙ୍କର ଶତ୍ରୁ, ଉପଦେଶଦାତା ମୂର୍ଖ ମାନଙ୍କର ଶତ୍ରୁ, ପୁତ୍ର ବେଶ୍ୟାର ଶତ୍ରୁ, ଭ୍ରଷ୍ଟା ନାରୀ ଜାତିର ଶତ୍ରୁ, ଲୋଭୀ ଭିକାରୀର ଶତ୍ରୁ, ଅକର୍ମଣା ଭୂ ସମ୍ପତ୍ତିର ଶତ୍ରୁ, ଜଳ ରୋଗୀର ଶତ୍ରୁ ଏବଂ ଜହ୍ନରାତି ଚୋରର ଶତ୍ରୁ। ଚାରି ଯୁଗ ସତ୍ୟଯୁଗ ଧର୍ମ ଚାରିପାଦ ଭଗବାନ ନରସିଂହ, ଭକ୍ତ ପ୍ରହଲ୍ଲାଦ, ରାକ୍ଷସ ହରିଣାକ୍ଷା। ଦ୍ୱାପର ଯୁଗ ଧର୍ମ ଦ୍ୱିପାଦ ଭଗବାନ ଶ୍ରୀକୃଷ୍ଣ, ଭକ୍ତ ଗୋପୀ, ରାକ୍ଷସ କଂସ। ତ୍ରେତୟା ଯୁଗ ଧର୍ମ ତିନିପାଦ ଭଗବାନ ଶ୍ରୀରାମ, ଭକ୍ତ ମାରୁତି, ରାକ୍ଷସ ରାବଣ। କଳିଯୁଗ ଧର୍ମ ଏକପାଦ ଭଗବାନ ଓମ୍, ଭକ୍ତ ତୁ, ରାକ୍ଷସ ମୁଁ। ଜୀବନ ସାରା ଶାନ୍ତିରେ ଓ ଖୁସିରେ ରହିବାକୁ ହେଲେ ଅଧିକ ଧନ ସମ୍ପତ୍ତିର କିଛି ଆବଶ୍ୟକତା ନାହିଁ, ବାସ୍ ଦରକାର ମନକୁ ବୁଝିବା ପରି ଜୀବନ ସାଥୀଟିଏ। ନୀତି ଶିକ୍ଷା, ଏ ଯୁଗରେ କର୍ମ ହିଁ ସୁଖ ଦୁଃଖର କାରଣ। ନିଜର କର୍ମ ଅନୁସାରେ ପ୍ରାଣୀ ଭଲ ମନ୍ଦ ଫଳ ଭୋଗ କରିଥାଏ। ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଲାଗି ରହିଛି। କେହି ଜଣେ ହେଲେ ସଦା ସୁଖୀ ରହିପାରେ ନାହିଁ। ମାତୃ ସ୍ନେହ ସମ ଆଉ କିଛି ଏ ସଂସାରରେ ନାହିଁ। ମିଥ୍ୟା ଭ୍ରମରେ ପଡ଼ି ଲୋକେ ନିଜର ଶୁଭାଶୁଭ ବିଚାର କରିପାରନ୍ତି ନାହିଁ। ଜାତି କୁଳ ମାନ ଧନ ଜନ ଜୀବନ ଯୌବନ ବିଦ୍ୟା ଯଶକୁ ନେଇ ଗର୍ବ କରିବା ଉଚିତ ନୁହେଁ, କାରଣ ମଲା ପରେ କେହି ସାଙ୍ଗରେ ଯାଆନ୍ତି ନାହିଁ। ସହିଷ୍ଣୁତା ଗୁଣ ନଥିବାରୁ ବାଳକ ବାଳିକାମାନେ କ୍ରୋଧରେ ଅଜ୍ଞାନ ହୋଇଥାନ୍ତି। କ୍ଷମା କଲେ କ୍ଷମା ମିଳେ, ଏକଥା ସତ୍ୟ। କ୍ଷମାର ଅନ୍ତ ନାହିଁ। କ୍ଷମାଦାତା ଏବଂ କ୍ଷମାର ଗ୍ରହୀତା ଦୁହେଁ ଯାକ ଭାଗ୍ୟବନ୍ତ। ପ୍ରେମିକ ନୟନ ଏକ ଦର୍ପଣ ପରି, ସେ ପ୍ରେମିକାକୁ ଦେଖି ତାର ଅନ୍ତରର ଭାଷା ପଢ଼ିପାରେ। ଯେଉଁ ପକ୍ଷୀ ଯେତେ ଦୂର ଉଡ଼ିପାରେ ସେହି ଅନୁସାରେ ତାର ପରିଚିତି ଜଣାପଡ଼େ। ମନ ହିଁ ସୁଖ ଦୁଃଖର ପରିଚୟ। ସୁଖ ବେଳେ ମନ ଉତ୍ଫୁଲ୍ଲିତ ହୋଇଥାଏ, ଦୁଃଖରେ ବିମର୍ଷ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।